କଥା କହନ୍ତୁ ଆଜି ଆପଣମାନଙ୍କ ସମ୍ମୁଖରେ ମୁଁ ଯାହା କିଛି ବି ଅଧ୍ୟୟନ କରିଅଛି ତା ଉପସ୍ଥାପିତ କରିବି। ଆଜି ମନ ପରିବର୍ତ୍ତନ ବିଷୟକୁ ନେଇ କିଛି ସମୟ ମୁଁ ପ୍ରଭୁଙ୍କର ବାକ୍ୟ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରେ। ମନ ପରିବର୍ତ୍ତନ ବିନା ଆମେ କେବେ ବି ଈଶ୍ୱରଙ୍କର ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ମନ ପରିବର୍ତ୍ତନର ଆଉ ଫଳ ଆମମାନଙ୍କ ଠାରୁ ପ୍ରଭୁ ଚାହାନ୍ତି। ଆମେ ମନ ପରିବର୍ତ୍ତନ କରିଅଛୁ ଭାଇ, ମନ ପରିବର୍ତ୍ତନ କରିଅଛୁ ସାର୍ ବୋଲିକି ଆମେ କହିଥାଉ, କିନ୍ତୁ ବାସ୍ତବ ମନ ପରିବର୍ତ୍ତନ ଏକ ଗଛ ଲଗେଇକି ଫଳ ଫଳିବା ସହିତ ସମାନ ଅଟେ। ଯେତେବେଳେ ଗଛଟେ ଆମେ ଲଗେଇଥାଉ ସେ ଗଛରେ ଆଉ କେତେବେଳେ ଆମେ ଯେତେବେଳେ ଫଳ ଗୁଡ଼ିକ ଫଳିଥାଏ ସେତେବେଳେ ଆମେ ଜାଣିଥାଉ କି ଏ ଗଛରେ ଫଳ ଫଳି ଅଛି। ସେମିତି ପ୍ରଭୁ ଆମମାନଙ୍କ ଠାରୁ ଚାହାନ୍ତି କି ବାସ୍ତବ ତୁମ୍ଭେମାନେ ଫଳବନ୍ତର ମନ ପରିବର୍ତ୍ତନ ହୁଅ। ଏହି ମନ ପରିବର୍ତ୍ତନ ପ୍ରତ୍ୟେକ ଖ୍ରୀଷ୍ଟୀୟ ଜୀବନ ପାଇଁ ଆବଶ୍ୟକତା ରହିଅଛି। ଏହି ମନ ପରିବର୍ତ୍ତନ ଯେତେବେଳେ ଆମେ ପାପ କରିଥାଉ ଜଷ୍ଟ ଆମମାନଙ୍କୁ ଦୁଃଖ ଲାଗିବା ଏହା ମନ ପରିବର୍ତ୍ତନ ନୁହେଁ। ମନ ପରିବର୍ତ୍ତନ ସମ୍ପୂର୍ଣ୍ଣ ଆମମାନଙ୍କର ଚିନ୍ତାଧାରା ଓ ଆମମାନଙ୍କର ଜୀବନ ଦିଗକୁ ସମ୍ପୂର୍ଣ୍ଣ ବଦଳାଇବାକୁ ମନ ପରିବର୍ତ୍ତନ କୁହାଯାଏ। ଯଦି ଆମେମାନେ ଶାରୀରିକର ସହିତ କେବଳ ଜଷ୍ଟ ଆମେ କିଛି ପାପ କରିବା ଜରିଆରେ ଆମେ ଦୁଃଖ କରୁଛୁ, ତାହା ପରିବର୍ତ୍ତନ ବା ମନ ପରିବର୍ତ୍ତନ ନୁହେଁ। ଆମମାନଙ୍କର ଚିନ୍ତାଧାରା ମଧ୍ୟ ଏବଂ ଆମମାନଙ୍କର ଜୀବନ ଦିଗକୁ ମଧ୍ୟ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ହିଁ ବାଇବେଲ ଆମମାନଙ୍କୁ ଚେତନା ଦିଏ। ଯଦି ଆମେମାନେ ନିଜର ମନକୁ ବଦଳାଇବା ନାହିଁ, ଆମେ ଯଦି ପରିବର୍ତ୍ତିତ ହେବା ନାହିଁ, ତେବେ ଆମେ ବାସ୍ତବ ପରିବର୍ତ୍ତିତ ହେଇନାହୁଁ। ମୁଁ ପୂର୍ବେ ମଧ୍ୟ ମନ ପରିବର୍ତ୍ତନ ଅନେକ ସମୟରେ ବାକ୍ୟକୁ କ'ଣ କରିଅଛି, ପ୍ରଚାର କରିଅଛି। ଏହି ମନ ପରିବର୍ତ୍ତନର ବାସ୍ତବ ଅର୍ଥ ମାଲାଥାୟା, ଯେଉଁଟାକି ମୁଁ ଏବେ ଧରି ନିଅନ୍ତୁ ଗୋଟେ ରାସ୍ତାରେ ଯାଉଅଛି, ଭୁବନେଶ୍ୱର ଯାଉଅଛି, ମୁଁ ଆଉ ଭୁବନେଶ୍ୱର ଯିବି ନାହିଁ, ଭୁବନେଶ୍ୱରରୁ ଫେରି ଆସି ମୁଁ ଆଉ ଅଲଗା ଆଡ଼େ ଯିବି, ତାହାକୁ ପରିବର୍ତ୍ତନ ବୋଲିକି କୁହାଯାଏ। ଆମେ ଗୋଟେ ପଥରେ ଆମେ ଯାଉଥିଲୁ, ଯେଉଁ ପଥ କି ଆମର ଯେମିତି ଇଚ୍ଛା ଆମେ ସେମିତି କରୁଥିଲୁ, ସେଇ ପଥକୁ ଆଉ ନ ଯାଇକି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପଥରେ ଅନୁଗାମୀ ହେବା ପାଇଁ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ପ୍ରକାଶ କରେ। ତାହା ହିଁ ମନ ପରିବର୍ତ୍ତନ ଅଟେ। ମାଥ୍ୟୁ ପୁସ୍ତକ 3:8 ମାଥ୍ୟୁ ପୁସ୍ତକ 3:8 ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। କ'ଣ ବୋଲିକି ଏ ସ୍ଥାନ ମଧ୍ୟରେ ଯୋହାନ ପ୍ରଚାର କରୁଛନ୍ତି? ଫଳ ବିନା ଆମେ ପରିବର୍ତ୍ତିତ, ପ୍ରଭୁ ଯୀଶୁ ମଧ୍ୟ ଆମମାନଙ୍କୁ ଫଳ ଚାହାନ୍ତି। ଫଳ ବିନା ଆମେ କେବେ ବି ବା ପରିବର୍ତ୍ତନ ହେଇଅଛୁ ବୋଲି ଆମେ କେବେ ବି ଲୋକମାନଙ୍କ ନିକଟରେ କହିପାରିବା ନାହିଁ। ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର ବୋଲି ବାଇବେଲ ଆମମାନଙ୍କୁ ପ୍ରକାଶ କରେ। ଆମେ ଯଦି ବି ଆଜି ମନକୁ ପରିବର୍ତ୍ତିତ କରିଅଛୁ, ଖ୍ରୀଷ୍ଟଙ୍କ ଠାରେ ଆପଣାର ମନକୁ ଯଦି ଆମେ ମାନେ ଲଗାଇଅଛୁ, ଆମେ ପ୍ରଭୁଙ୍କ ପଥରେ ଯିବା ପାଇଁ ଯଦି ଆଉ କ'ଣ କରିଅଛୁ, ମାନେ ନିଜେ ଚିନ୍ତା କରିଛୁ କି ନାଇଁ ମୁଁ ପ୍ରଭୁଙ୍କ ସହିତ ଯିବି, ମୁଁ ପ୍ରଭୁଙ୍କ ରାଜ୍ୟରେ ପ୍ରବେଶ କରିବି ବୋଲିକି ଯଦି ଆମେ ଇଚ୍ଛା କରିଅଛୁ, ତେବେ ଆମେ ମନ ପରିବର୍ତ୍ତନ କରିବା ନିହାତି ଆବଶ୍ୟକତା ରହିଅଛି। ପ୍ରଭୁ ଆଜି ମଧ୍ୟ ଆମମାନଙ୍କୁ ସୁଯୋଗ ଦିଅନ୍ତି। ଏ ସ୍ଥାନ ମଧ୍ୟରେ ମୁଁ ହଉ ବା ଆମେ ଯେତେ ଜଣ ବି ହେଉ ନା କାହିଁକି, ଅନେକ ଲୋକ ଆମେ ଅପରିବର୍ତ୍ତିତର ଜୀବନ କାଟିଥାଉ, ଯେଉଁଟାକି ଜଷ୍ଟ ମୋର କହିବାର ଅନୁଯାୟୀ ଆମେ ଜଷ୍ଟ ଆଉ କେତେବେଳେ କିଛି ଆମେ ମାନେ ଭୁଲ କଲେ ଆମମାନଙ୍କୁ ଦୁଃଖ ଲାଗିଥାଏ, ଆମେ ମନେ କରିଥାଉ କି ମୁଁ ଅନୁତାପ କରିଅଛି ବା ରିପେଣ୍ଟେନ୍ସ ବା ମନ ପରିବର୍ତ୍ତିତ କରିଅଛି। ସେ ପ୍ରକାର ନୁହେଁ। ଆମେ ବାସ୍ତବରେ ଆପଣର ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ ପ୍ରଭୁ ଆମମାନଙ୍କୁ କ'ଣ କରନ୍ତି, ବାକ୍ୟରେ ଚେତନା ଦିଅନ୍ତି। ଯଦି ଆମେମାନେ ଆଉ ଗୋଟେ ପଦ ଦେଖିବା, ଜିହିଜିକଲ ପୁସ୍ତକ 18:31 ଏବଂ 32 ପଦ ଯଦି ଅଧ୍ୟୟନ କରିବା, ଜିହିଜିକଲ ପୁସ୍ତକ 18:31 ଏବଂ 32। ଆପଣମାନଙ୍କର ହୁଏତ ସମସ୍ତ ଅପରାଧ ଆପଣମାନଙ୍କ ଠାରୁ ଦୂର କରିଦିଅ ଓ ଆପଣମାନଙ୍କ ପାଇଁ ନୂତନ ଅନ୍ତଃକରଣ ଓ ନୂତନ ଆତ୍ମା ପ୍ରସ୍ତୁତ କର। କାରଣ ହେ ଇସ୍ରାଏଲ ବଂଶ, ତୁମେମାନେ କି ହେତୁ ମରିବ? ଯେହେତୁ ଯେ ମରେ ତାହା ମରଣରେ ଆମର କିଛି ସନ୍ତୋଷ ନାହିଁ। ଏହା ପ୍ରଭୁ ସଦାକାଳ କୁହନ୍ତି। ଏଥିପାଇଁ ତୁମେମାନେ ବଞ୍ଚ।
ଏହା କିଏ କୁହନ୍ତି? ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଏହା ପ୍ରକାଶ କରେ। ପ୍ରଭୁ ପୂର୍ବେ ଇସ୍ରାଏଲ ଲୋକମାନଙ୍କୁ ମଧ୍ୟ ଏହି କଥା କହିଥିଲେ କି ଆଉ କ'ଣ ତୁମ୍ଭେମାନେ ଆପଣମାନଙ୍କର କୃତ ସମସ୍ତ ଅପରାଧ ଆପଣମାନଙ୍କ ଠାରୁ ଦୂର କରିଦିଅ। କେଉଁଠୁ? ଆପଣ ହୃଦୟ ଠାରୁ ଯାହା କିଛି ବି ଆମମାନଙ୍କର ଅପରାଧ, ଅଧର୍ମ, ଛଳ, କପଟ, ବିଭିନ୍ନ ପ୍ରକାର ମନୁଷ୍ୟର ଅନେକ ଗୁଡ଼ିଏ ହୃଦୟ ମଧ୍ୟରେ କ'ଣ ମନ୍ଦତା ରହିଅଛି, ଏହା ସମ୍ପୂର୍ଣ୍ଣ ତୁମେ କ'ଣ କର? ଦୂର କରିଦିଅ ଓ ଆପଣମାନଙ୍କ ପାଇଁ ନୂତନ ଅନ୍ତଃକରଣ ଓ ନୂତନ ଆତ୍ମା ପ୍ରସ୍ତୁତ କର ବୋଲି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ପ୍ରକାଶ କରେ। କାରଣ ହେ ଇସ୍ରାଏଲ ବଂଶ, ତୁମେ କି ହେତୁ ମରିବ? ପରମେଶ୍ୱର ଚାହାନ୍ତି, ପ୍ରଭୁ ଚାହାନ୍ତି ମନୁଷ୍ୟ ବିନଷ୍ଟ ନ ହେଉ। ଏଥି ନିମନ୍ତେ ପ୍ରଭୁ ଯୀଶୁ କହିଲେ, ଯଦି ସେ ସ୍ଥାନ ମଧ୍ୟରେ ଜାଗା ନଥାନ୍ତା ମୁଁ ତୁମମାନଙ୍କୁ କହିଥାନ୍ତି, ମୋର ପିତାଙ୍କ ଠାରେ ବହୁତ ଆଉ ବାସଗୃହ ବା ବହୁତ ସ୍ଥାନ ରହିଅଛି ବୋଲି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ କୁହେ। ଆଜି ପ୍ରଭୁ ଆମମାନଙ୍କୁ କୁହନ୍ତି କି ଆମମାନଙ୍କ ଠାରୁ ସମସ୍ତ ଅଧର୍ମ, ସମସ୍ତ ପାପକୁ ଆମେ ଦୂରେଇକି ଏକ ନୂତନ ଅନ୍ତଃକରଣର ସହିତ ଏକ ପରିବର୍ତ୍ତିତ ଫଳକୁ ବା ପରିବର୍ତ୍ତିତ ହୃଦୟକୁ ନେଇ ଆମେ ପ୍ରଭୁଙ୍କ ନିକଟକୁ ଆସିବା ପାଇଁ ପ୍ରଭୁ ଆମମାନଙ୍କୁ କ'ଣ କରନ୍ତି? ଚେତନା ଦିଅନ୍ତି। ଯେହେତୁ ଯେ ମରେ ତାହାର ମରଣରେ ପ୍ରଭୁଙ୍କର କିଛି ବି ସନ୍ତୋଷ ବା କିଛି ବି ଇଚ୍ଛା ନାହିଁ, ପ୍ରଭୁଙ୍କର କିଛି ବି ସନ୍ତୋଷ ନାହିଁ। ଜଣେ ବ୍ୟକ୍ତି ଯେତେବେଳେ ଫେରି ଆସେ, ପ୍ରଭୁଙ୍କ ନିକଟକୁ ଆସେ, ରିପେଣ୍ଟେନ୍ସ କରେ, ମନ ପରିବର୍ତ୍ତିତ କରିକି ପ୍ରଭୁଙ୍କ ନିକଟକୁ ଫେରି ଆସେ, ପ୍ରଭୁଙ୍କର ସନ୍ତୋଷ ସେଠି ଥାଏ ବୋଲି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ପ୍ରକାଶ କରେ। ଈଶ୍ୱର ଚାହାନ୍ତି ଯେ ପ୍ରତ୍ୟେକ ମଣିଷ ନିଜର ଭୁଲ ବୁଝିପାରନ୍ତୁ। ଆମମାନଙ୍କର ଯାହା କିଛି ବି ଉଣା ରହିଅଛି ଆମେ ନିଜେ ବୁଝିପାରୁ, ଏହା ପ୍ରଭୁ ଚାହାନ୍ତି। ଆମେ ଅନେକ ସମୟରେ ଆଜି ଏ ବର୍ଷକ ନୁହେଁ, ମୁଁ ଆସନ୍ତା ବର୍ଷ ଠାରୁ ମୋର ଜୀବନର ଦିଗକୁ ମୁଁ ଟିକେ ପରିବର୍ତ୍ତିତ କରିବି। ଏଇ ବର୍ଷେ ଆଉ ଜଷ୍ଟ ମୁଁ ଟିକେ ଅଲଗା କାର୍ଯ୍ୟ କରିକି ଆଉ ଜଷ୍ଟ ମୋର ମେଣ୍ଟେନାନ୍ସ ପ୍ରୋବ୍ଲେମକୁ ଟିକେ ଠିକ୍ କରିବି ଆସନ୍ତା ବର୍ଷ ଠାରୁ। ବା ଏଇ ସପ୍ତାହ ମୁଁ ଟିକେ ଲେଜିନେସ୍ରେ ଅଛି, ମୁଁ ଆସନ୍ତା ସପ୍ତାହ ଠାରୁ ପ୍ରାର୍ଥନା କରିବି। ଏ ସପ୍ତାହ ମୁଁ ସମୟ ପାଉନାହିଁ, ଆସନ୍ତା ସପ୍ତାହ ଠାରୁ ମୁଁ ବାଇବେଲ ଅଧ୍ୟୟନ କରିବି। ଏ ସପ୍ତାହ ମୋର କାର୍ଯ୍ୟକ୍ଷେତ୍ରରେ ମୁଁ ଅଧିକ ବ୍ୟସ୍ତ ଅଛି, ମୁଁ ଆସନ୍ତା ସପ୍ତାହ ଠାରୁ ପ୍ରାର୍ଥନା କରିବି। ଏ ପ୍ରକାର ପ୍ରଭୁ ଆମମାନଙ୍କୁ କୁହନ୍ତି ନାହିଁ। ଯଦି ଆପଣମାନେ ପଢ଼ିବେ ଦ୍ୱିତୀୟ ପିତର 3:9 ପ୍ରଭୁଙ୍କର ବାକ୍ୟ ପ୍ରକାଶ କରେ। ଦ୍ୱିତୀୟ ପିତର 3:9 ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ। କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି। କ'ଣ କରନ୍ତି? ସମସ୍ତେ ମନ ଆସିବା ଏବଂ ମନ ପରିବର୍ତ୍ତନ କରିବା ଏ ଦୁଇଟି ଭିନ୍ନ ବିଷୟ ଅଟେ। ଆମେ ଚର୍ଚ୍ଚ ସମସ୍ତେ ଆସୁଅଛୁ, କିନ୍ତୁ ଆସିକି ପ୍ରଭୁଙ୍କ ନିକଟରେ କେଉଁମାନେ ଯୋଗ୍ୟ ଅଟନ୍ତି? ଯେଉଁମାନେ ମନକୁ ପରିବର୍ତ୍ତନ କରିଛନ୍ତି, ଯେଉଁମାନେ କି ମନକୁ ପରିବର୍ତ୍ତନ କରିକି ସମ୍ପୂର୍ଣ୍ଣ ଈଶ୍ୱରଙ୍କ ବ୍ୟବସ୍ଥା ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପଥର ଅନୁଗାମୀ ଅଟନ୍ତି, ସେମାନେ ହିଁ ତାଙ୍କ ରାଜ୍ୟରେ ପ୍ରବେଶ କରିବେ। ଏଠି ପ୍ରଭୁ କୁହନ୍ତି ବିଳମ୍ବ ବିଳମ୍ବ ବୋଲି ଆମେ ମନେ କରୁଅଛୁ। ବୋଧେ ଏ ବର୍ଷଟାରେ ପ୍ରଭୁ ଆସିବେ ନାହିଁ। ଆମେ କୌଣସି ସମୟକୁ ଗଣନା କରିକି ଏ ବର୍ଷ ଆସିବେ, ଏଇ ଡେଟ୍ରେ ଆସିବେ, ମୁଁ ଏ ପ୍ରକାର କହୁନାହିଁ। କିନ୍ତୁ ପ୍ରଭୁ ଯେଉଁ ପ୍ରତିଜ୍ଞା କରିଛନ୍ତି ସେ ତାଙ୍କ ପ୍ରତିଜ୍ଞାରେ କେବେ ବି ବିଳମ୍ବ କରନ୍ତି ନାହିଁ। ପ୍ରଭୁ ଆମମାନଙ୍କୁ କହିଛନ୍ତି ମିନ୍ସ ନିତାନ୍ତ ଆସିବେ। ଆମେ ଗୋଟେ ବିଷୟ ଧ୍ୟାନ ଦେବାର ରହିଅଛି, ଏ ପୃଥିବୀରେ ଏତେ ମାତ୍ରାରେ ମୃତ୍ୟୁ ବଢ଼ୁଅଛି କି ଆମେ ଦେଖିପାରୁଅଛୁ। ପ୍ରଭୁ କେତେବେଳେ ଆସିବେ ତାହାଙ୍କ ଇଚ୍ଛାରେ ଆସିବେ। ସେ ଆଜି ମଧ୍ୟ ଆଉ ପାପୀମାନଙ୍କ ପ୍ରତି, ଦୁଷ୍ଟମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି, ଏଥି ନିମନ୍ତେ ସେ ବିଳମ୍ବ କରନ୍ତି। କିନ୍ତୁ ଆମ୍ଭମାନଙ୍କର ଜୀବନ କେତେବେଳେ ଯେ ଏ ପୃଥିବୀରେ ଆମେମାନେ ହରାଇବା ଆମେ ତାହା ଜାଣିପାରିବା ନାହିଁ। ଏ ଧୂଳିର ମଣିଷ କେତେବେଳେ ଧୂଳିରେ ରୀନ ହେବ ତାହା କେହି ମଧ୍ୟ ଗ୍ୟାରେଣ୍ଟି ଦେଇପାରିବ ନାହିଁ। ମୁଁ କାଲି ପ୍ରସ୍ତୁତ ହେବି ବୋଲି ଆମେ କେବେ ଚିନ୍ତା ନ କରୁ। ଆଜି ପାଇଁ ଆଜି ଆମେ କ'ଣ କରୁ? ନିଜକୁ ପ୍ରିପାରେସନ୍ କରୁ। ଏଥିପ୍ରତି ପ୍ରଭୁଙ୍କର ବାକ୍ୟ କୁହେ, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ସେ ଦୀର୍ଘ ସହିଷ୍ଣୁ ପରମେଶ୍ୱର ଅଟନ୍ତି। ଆଜି ସୁଯୋଗ ଦିଅନ୍ତି। ଆମେ ଚର୍ଚ୍ଚକୁ ଗଦା ଗଦା ହେଇକି ଆସୁଅଛୁ, ସେ ପ୍ରତ୍ୟେକଙ୍କୁ ବାବୁ ଫେରି ଆସ ବୋଲିକି ସେ କ'ଣ କରନ୍ତି? ଚେତନା ଦିଅନ୍ତି। ଯଦି ତମେ ସେ ଅପବ୍ୟୟ ପୁତ୍ରଙ୍କର ଦୃଷ୍ଟାନ୍ତ ଯଦି ଆମେ ମାନେ ଅଧ୍ୟୟନ କରିବା, ଅପବ୍ୟୟ ପୁତ୍ର ଆଉ କ'ଣ କଲେ? ନିଜ ପିତାଙ୍କ ଠାରୁ
ଆଉ ତାହାଙ୍କର ସମାନ ଧନକୁ ନେଇକି କ'ଣ କଲେ ବିଦେଶକୁ ଯାତ୍ରା କରି ବିଦେଶକୁ ଗଲେ ସେଠି ଅପବ୍ୟୟରେ ତାହାଙ୍କର ଧନକୁ କ'ଣ କରୁଛନ୍ତି ସେ ବ୍ୟୟ କରୁଛନ୍ତି ବୋଲି ବାଇବେଲ ଆମମାନଙ୍କୁ ଲୁକ ପୁସ୍ତକ 15 ବୋଧେ ସେ ଦୃଷ୍ଟାନ୍ତ ବା ସେ ପାରାବଲ ଲେଖା ଅଛି ଲୁକ ପୁସ୍ତକ 15 ସେ ଅପବ୍ୟୟ ପୁତ୍ର କ'ଣ କରୁଛି ନିଜର ଇଚ୍ଛା ମୁତାବକ ଜୀବନ କାଟିଅଛି ନିଜର ଇଚ୍ଛା ମୁତାବକ ତାର ଯାହା ପସନ୍ଦ ସେ ତାହା କରୁଅଛି କିନ୍ତୁ ପରିଣାମ ସେ ଯେତେବେଳେ ସମସ୍ୟାର ସମ୍ମୁଖୀନ ହେଉଛି ସେ ଦେଶରେ ଯେତେବେଳେ ସେ ଦୁର୍ଭିକ୍ଷର ସମ୍ମୁଖୀନ ହେଉଛି ତାଙ୍କଠାରେ ଖାଇବା ପାଇଁ ମଧ୍ୟ ଯେତେବେଳେ ଅଭାବ ପଡ଼ୁଅଛି ତାଙ୍କ ପିତାଙ୍କ ପ୍ରେମକୁ ସେ ସ୍ମରଣ କରୁଅଛି ଆମ ପାଇଁ ଏ ପୃଥିବୀ ମଧ୍ୟରେ ଯେତେବେଳେ ସମସ୍ୟା ତାଡ଼ନା ବିପଦ ନିନ୍ଦା କ୍ଲେଶ ଆସୁଅଛି ସେହି ସମୟରେ ଆମେ ପିତାଙ୍କ ପ୍ରେମକୁ ସ୍ମରଣ କରିକି ଆମେ ପରିବର୍ତ୍ତିତ ଫେରିଯିବାର ଅଛି ଯଦି ଆମେ ଏ ସଂସାରରେ ହିଁ ରହିବା ଏ ସଂସାରରେ ହିଁ ଯଦି ଆମେ ଆର୍ଜିଷ୍ଟର ସହିତ ଜୀବନ କାଟିବା ତେବେ ଆମେ ବିନଷ୍ଟ ହେବା ଯଦି ଆମେ ପିତାଙ୍କ ନିକଟକୁ ଯିବା ପିତା ଆଜି ମଧ୍ୟ ଆମକୁ ଆଲିଙ୍ଗନ କରିବା ପାଇଁ ଆମମାନଙ୍କର ସେ ପଦକୁ ଦେବା ପାଇଁ ଆମମାନଙ୍କୁ ସେ ନୂତନ ପଗଡ଼ି ନୂତନ ପୋଷାକ ଦେଇକି ଆମମାନଙ୍କୁ ପ୍ରେମ ବା ସ୍ନେହ କରିବା ପାଇଁ ବିଶ୍ୱସ୍ତ ଅଟନ୍ତି ସେ ଦୀର୍ଘ ସ୍ନେହିଷ୍ଣୁ ଅଟନ୍ତି ସେ ପରିବର୍ତ୍ତିତ ହେଇକି ଫେରି ଆସିବା ପାଇଁ ଆମମାନଙ୍କୁ କ'ଣ କରନ୍ତି ଚେତନା ଦିଅନ୍ତି ଯଦି ଆମେମାନେ ଏ ଦିନମାନଙ୍କ ମଧ୍ୟରେ କିଛି ବି ଡିପ୍ରେସନରେ ରହିଅଛୁ କିଛି ବି ସମସ୍ୟାରେ ରହିଅଛୁ କିଛି ବି ଫାଇନାନ୍ସିଆଲ ପ୍ରୋବ୍ଲେମରେ ରହିଅଛୁ ପାରିବାରିକ ଜୀବନଶୈଳୀ ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ବି ଯଦି ଆମେମାନେ ଅଛୁ ମୋର ପ୍ରିୟ ଲୋକମାନେ ଆମେ ଆପଣାର ସମସ୍ତ ଚିନ୍ତାକୁ ପ୍ରଭୁଙ୍କ ଠାରେ ପକାଇବା ପାଇଁ ପଡ଼ିବ ଆପଣାର ସମସ୍ତ ମନର ଗତିକୁ ପ୍ରଭୁଙ୍କ ଠାରେ ପକାଇବା ପାଇଁ ପଡ଼ିବ ପ୍ରଭୁ ଆମ ନିମନ୍ତେ ଚିନ୍ତା କରନ୍ତି ଆମେ ଉତ୍ତମତାର ଅନୁଗାମୀ ହେବା ପାଇଁ ପଡ଼ିବ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଆମେ ତାଙ୍କ ରାଜ୍ୟ ଓ ଧାର୍ମିକତାର ଅନ୍ୱେଷଣ କରିବା ପାଇଁ ପଡ଼ିବ ତାପରେ ସବୁ ବିଷୟ ପ୍ରଭୁ ଆମମାନଙ୍କୁ ଦେବେ ବୋଲି ପ୍ରମିସ୍ କରିଛନ୍ତି ବା ପ୍ରତିଜ୍ଞା କରିଛନ୍ତି ପ୍ରଭୁ ଯାହା କହିଛନ୍ତି ସେ ମନୁଷ୍ୟ ନୁହନ୍ତି ଯେ ଟିକେ ଦେବେ ଆଉ ଟିକେ ରଖିବେ ପ୍ରଭୁ ଯାହା ପ୍ରମିସ୍ କରନ୍ତି ତା ସମ୍ପୂର୍ଣ୍ଣ ଭାବରେ ଦିଅନ୍ତି ବୋଲି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ପ୍ରକାଶ କରେ ଆଜି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ କୁହେ ବିଳମ୍ବ ବୋଲି କେହି ଆମେ ବି ମନେ ନ କରୁ ପ୍ରତ୍ୟେକ ରାତ୍ରି ଆଉ ପ୍ରତ୍ୟେକ ଦିବସ ପ୍ରତ୍ୟେକ ରାତ୍ରି ପ୍ରତ୍ୟେକ ଦିବସ ଏହା ମୋ ପାଇଁ ସମ୍ପୂର୍ଣ୍ଣ ରହିଅଛି ବୋଲି ମନେ କରନ୍ତୁ ନାହିଁ ଆଜିର ରାତ୍ରି ହୁଏତ ମୋ ପାଇଁ ଶେଷ ରାତ୍ରି ହୋଇପାରେ କାଲିର ଦିବସ ହୁଏ ମୋ ପାଇଁ ଶେଷ ଦିବସ ହୋଇପାରେ ଏ ପ୍ରକାର ପ୍ରତ୍ୟେକ ଦିନକୁ ଗଣନା କରିକି ଜୀବନ କାଟିବା ପାଇଁ ପ୍ରଭୁ ଆମମାନଙ୍କୁ ଚେତନା ଦିଅନ୍ତି ଯଦି ଆମେ ପରିବର୍ତ୍ତିତ ହୋଇଥିବା ସମ୍ପୂର୍ଣ୍ଣ ପରିବର୍ତ୍ତନର ସହିତ ଈଶ୍ୱରଙ୍କ ସନ୍ତୋଷଜନକ ଜୀବନ କାଟିଥିବା ତେବେ ମୃତ୍ୟୁ ଆସିଲେ ସୁଦ୍ଧା ଆମେ ବିଚଳିତ ହେବା ନାହିଁ ପ୍ରଭୁ ଯାହା ପ୍ରତିଜ୍ଞା କରିଛନ୍ତି କ'ଣ ପ୍ରତିଜ୍ଞା କରିଛନ୍ତି ମୁଁ ତୁମମାନଙ୍କୁ ଅନନ୍ତ ଜୀବନ ଦେବି ଆମେ ଅନନ୍ତ ଜୀବନ ଲାଭ କରିବା ପାଇଁ ହେଲେ ଆମେ ପୁରୁଣା ସ୍ୱଭାବକୁ ପରିବର୍ତ୍ତିତ ହେଇକି ନୂତନ ସ୍ୱଭାବ ଧାରଣ କରିବା ପାଇଁ ପଡ଼ିବ ଲୁକ ପୁସ୍ତକ 13:5-9 ପର୍ଯ୍ୟନ୍ତ ଅଧ୍ୟୟନ କରିବା ସେଠି ଅତି ସୁନ୍ଦର ଭାବରେ ଗୋଟେ ଦୃଷ୍ଟାନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଦିଅନ୍ତି ଲୁକ ପୁସ୍ତକ 13 5-9 ପର୍ଯ୍ୟନ୍ତ ଅଧ୍ୟୟନ କରିଦେଉଛି ମୁଁ ତୁମମାନଙ୍କୁ କହୁଅଛି ନା ପରିବର୍ତ୍ତନ ନ କଲେ ତୁମେମାନେ ସମସ୍ତେ ସେପରି ବିନଷ୍ଟ ହେବ ଆଉ ସେ ଏହି ଦୃଷ୍ଟାନ୍ତ କହିଲେ ଜଣକର ଦ୍ରାକ୍ଷା କ୍ଷେତ୍ରରେ ଗୋଟିଏ ଡିମିରି ଗଛ ଲଗାଯାଇଥିଲା ସେ ଆସି ସେଥିରେ ଫଳ ଖୋଜିଲେ କିନ୍ତୁ ପାଇଲେ ନାହିଁ ତେଣୁ ସେ ମାଳିକି କହିଲେ ଦେଖ ଏହି 3 ବର୍ଷ ହେଲା ମୁଁ ଆସି ଏହି ଡିମିରି ଗଛରେ ଫଳ ଖୋଜୁଅଛି କିନ୍ତୁ ପାଉନାହିଁ ଏହାକୁ ହାଣି ପକାଅ ଏଟା କାହିଁକି ଭୂମିକୁ ମଧ୍ୟ ଅକର୍ମଣ୍ୟ କରୁଅଛି ମାତ୍ର ସେ ତାଙ୍କୁ ଉତ୍ତର ଦେଲେ ପ୍ରଭୁ ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ି ଦିଅନ୍ତୁ ମୁଁ ଏଥିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି ଆଉ ପରେ ଫଳ ହୁଏ ତ ଭଲ ନହେଲେ ତାହାଙ୍କୁ ହାଣି ପକାଇବେ ବୋଲି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ପ୍ରକାଶ କରେ ଏଠି ପ୍ରଭୁ କ'ଣ ବୋଲିକି ପ୍ରକାଶ କରନ୍ତି କ'ଣ ଦୃଷ୍ଟାନ୍ତ ଏଠି ଆମମାନଙ୍କୁ ଦିଆଯାଇଅଛି ଗୋଟେ ଗଛର ଦୃଷ୍ଟାନ୍ତ ଦିଆଯାଇଅଛି ଆମେ ଫାଷ୍ଟ ଅଧ୍ୟୟନ କରିଥିଲୁ ମାଥ୍ୟୁ ପୁସ୍ତକ 3:8 ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ କ'ଣ କର ଉତ୍ପନ୍ନ କର ଫଳ କ'ଣ ଅଟେ ଯଦି ଆମେମାନେ ଫଳ ବିଷୟ ଦେଖିବା ପ୍ରେମ ଆନନ୍ଦ ଶାନ୍ତି ଦୀର୍ଘସ୍ନେହତା ପରୋପକାରିତା ଆତ୍ମସଂଯମ ନମ୍ରତା ଭଦ୍ରତା ବିଶ୍ୱସ୍ତତା ଏହି 9ଟି ଫଳ ଆମମାନଙ୍କର ଜୀବନରେ ସର୍ବଦା ରହିବା ଆବଶ୍ୟକତା ରହିଛି ଏ ଫଳ ଯାହା ଜୀବନ ମଧ୍ୟରେ ରହିଅଛି ସେ କେବେ ବି ବିଚଳିତ ହେବ
ନାହିଁ। ସେ କେବେ ବି ଦୁଃଖକୁ ସାମ୍ନା କରିବା ସମୟରେ ଆଉ ହତାଶ ହେବ ନାହିଁ। ତାଡ଼ନା ଆସିବା ସମୟରେ ଧୈର୍ଯ୍ୟ ହରା ହେବ ନାହିଁ। ଏ ଫଳ କ'ଣ କରିଥାଏ ବାସ୍ତବରେ ଅନ୍ୟମାନଙ୍କ ଆଦର୍ଶ ସ୍ୱରୂପ ହେଇଥାଏ। ଏ ଫଳ ପବିତ୍ର ଆତ୍ମାଙ୍କ ଜରିଆରେ ଆମମାନଙ୍କୁ ଦିଆଯାଏ। କେତେବେଳେ ଦିଆଯାଏ? ଯେତେବେଳେ ଜଣେ ବ୍ୟକ୍ତି ପରିବର୍ତ୍ତିତ ହେଇକି ଆସିଥାଏ, ଯେତେବେଳେ ମନ ପରିବର୍ତ୍ତନ କରେ। ମନ ପରିବର୍ତ୍ତନର ବାସ୍ତବ ଅର୍ଥ କ'ଣ? ଚିନ୍ତାଧାରା ଓ ଜୀବନର ଦିଗକୁ ସମ୍ପୂର୍ଣ୍ଣ ବଦଳାଇବା। ଆମମାନଙ୍କର ଚିନ୍ତା ପୂର୍ବେ କ'ଣ ଥିଲା? ଅନ୍ୟକୁ ଇର୍ଷା କରିବା, ଅନ୍ୟର କୁଶ୍ଚିନ୍ତା କରିବା। ଆମମାନଙ୍କର ଚିନ୍ତାଧାରା ରଙ୍ଗ ରସ ଅନେକ ପ୍ରକାର ମୃତ କାର୍ଯ୍ୟ ପରି ଆମମାନଙ୍କର ଚିନ୍ତାଧାରା ଥିଲା। ଆମମାନଙ୍କର ଦିଗ ସମ୍ପୂର୍ଣ୍ଣ ମୃତ୍ୟୁ ଆଡ଼କୁ ଥିଲା, କିନ୍ତୁ ଆମେ ସମ୍ପୂର୍ଣ୍ଣ ଫେରିକି ପ୍ରଭୁଙ୍କ ଆଡ଼କୁ ଆସିବା ପାଇଁ ପ୍ରଭୁ ଆଜି ଆମମାନଙ୍କୁ ଚେତନା ଦିଅନ୍ତି। ଏଠି ଯେଉଁ ଦୃଷ୍ଟାନ୍ତ ଅଛି, ଏ ଦୃଷ୍ଟାନ୍ତ ଯଦି ଆମେ ଅଧ୍ୟୟନ କରୁଅଛୁ, ଏଠି 3 ବର୍ଷ ବିଷୟ ବାଇବେଲ ଆମମାନଙ୍କୁ ପ୍ରକାଶ କରେ। ମୁଁ 3 ବର୍ଷ ହେଲାଣି ଆସିକି ଏ ଗଛଠାରୁ ଫଳ ଖୋଜୁଅଛି, କିନ୍ତୁ ଏ ଗଛଠାରୁ ମୁଁ କିଛି ବି ଫଳ ପାଇପାରୁ ନାହିଁ। ଯିଏକି ସେ ଗଛକୁ ପ୍ରତିପାଳନ କରୁଥିଲେ, ଯିଏକି ସେ ଗଛର ଆଉ ଗାର୍ଡେନକୁ ଦାୟିତ୍ୱରେ ରଖୁଥିଲେ, ସେଇ ଗାର୍ଡେନର ମାଳି ଏଠି କୁହନ୍ତି ଏ ବର୍ଷଟେ ମଧ୍ୟ ୟାକୁ ଛାଡ଼ି ଦିଅନ୍ତୁ। ଏ ବର୍ଷଟେ ଭିତରେ ମୁଁ ଆଉ କିଛି ପରିଶ୍ରମ କରିକି ଏ ଗଛର ମୁଁ ଦାୟିତ୍ୱ ନେବି। ଯଦି ଫଳ ହୁଏ ତ ଭଲ, ନ ଫଳିଲେ ଏହାକୁ କ'ଣ କରିବେ? ହାଣି ପକାଇବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। ଆମେ ବୁଝିପାରୁଅଛୁ ସେ ମାଳିର ହାଣିବା ବା କାଟିବାର ଅଧିକାର ନାହିଁ। ଯିଏକି ପ୍ରଭୁ ଅଟନ୍ତି, ଯିଏକି ସର୍ବଦା ଫଳକୁ ଚାହାନ୍ତି, ତାହାଙ୍କଠାରେ କାଟିବାର ଅଧିକାର ରହିଅଛି। ଯଦି ଆପଣମାନେ ଆଉ ଗୋଟେ ପଦ ପଢ଼ିବେ, ପୁନଶ୍ଚ ଆମେ ଏଠକୁ ଆସିବା। ଲୁକ ପୁସ୍ତକ 3:9 ପଦ। ଜହନ କେବଳ ମନ ପରିବର୍ତ୍ତନର ବିଷୟ ହିଁ ଘୋଷଣା କରିଛନ୍ତି। ଜହନଙ୍କ ବିଷୟ ଯଦି ଆପଣମାନେ କ୍ଲିଅରଲି ପଢ଼ିବେ, ଅତି ସୁନ୍ଦର ଭାବରେ ଜହନ କ'ଣ କରୁଛନ୍ତି, ମନ ପରିବର୍ତ୍ତନର କି ପ୍ରକାର ରହିବା ଦରକାର। ଏଠି ମୁଁ ଅଧ୍ୟୟନ କରିଦେଉଛି 9ରୁ 16 ପର୍ଯ୍ୟନ୍ତ। ଆମେମାନେ ଯଦି ଅଧ୍ୟୟନ କରିବା, ଏଟା ସୁନ୍ଦର ବିଷୟ ଆମମାନଙ୍କୁ ପାଇବା ପାଇଁ ମିଳୁଅଛି। ଆଉ ଏବେ ସୁଦ୍ଧା ଗଛ ଗୁଡ଼ିକ ମୂଳରେ କୁଡ଼ାରି ଲାଗିଅଛି। ଅତଏବ ଯେ କୌଣସି ଗଛ ଭଲ ଫଳ ନ ଫଳେ, ତା ହଣାଯାଇ ନିଆଁରେ ପକାଯିବ। କୋଉଠି ପକାଯିବ? ଯେଉଁ ଗଛ କି ଫଳ ଫଳେ ନାହିଁ, ଯିଏକି ଉପଯୁକ୍ତ ଫଳ ଉତ୍ପନ୍ନ କରେ ନାହିଁ, ସେ କେବଳ ଲେକ୍ ଅଫ୍ ଫାୟାର ବା ଅନନ୍ତ ନିଆଁରେ ପଡ଼ିବା ପାଇଁ ଯୋଗ୍ୟ ବୋଲି ପ୍ରଭୁ ଯୀଶୁ ଆମମାନଙ୍କୁ କୁହନ୍ତି। ଏଠି ଜହନ ଯେଉଁ ପ୍ରଚାର କରୁଥିଲେ, ଜହନଙ୍କ ପ୍ରସଙ୍ଗ ଥିଲା ମନ ପରିବର୍ତ୍ତନ ଅଟେ। ମନ ପରିବର୍ତ୍ତନ ଯଦି ନାହିଁ, ଏବେ ବି ଗଛ ଗୁଡ଼ିକରେ କ'ଣ ଲାଗିଅଛି? କୁରାଢ଼ି ଲାଗିଅଛି। ମୁଁ ହେଉ ବା ଯେତେ ବଡ଼ ଜଣେ ପ୍ରଚାରକ ହେଉନ୍ତୁ ନା କାହିଁକି, ଯାହା ଜୀବନ ମଧ୍ୟରେ ପରିବର୍ତ୍ତିତ ନାହିଁ, ସିଏ ଗୋଟେ ଗଛ ସଦୃଶ ଅଟେ। ତାହାଙ୍କ ଜୀବନରେ ମଧ୍ୟ କୁରାଢ଼ି ଲାଗିଅଛି ବୋଲି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ। ଏଥିରେ ଲୋକସମୂହ ତାଙ୍କୁ ପଚାରିବାକୁ ଲାଗିଲେ, ତାହେଲେ ଆମ୍ଭେମାନେ କ'ଣ କରିବା? ଗଛ ଗୁଡ଼ିକରେ ଯଦି କୁରାଢ଼ି ଲାଗିଅଛି, ଆମ୍ଭେମାନେ କ'ଣ କରିବା ଦରକାର ବୋଲିକି କ'ଣ କରୁଛନ୍ତି? ଇସ୍ରାଏଲ ଲୋକମାନେ ଜହନଙ୍କୁ ପଚାରୁଛନ୍ତି। ଜହନ ସେ ସମୟରେ ଉତ୍ତର ଦିଅନ୍ତି। ସେ ସେମାନଙ୍କୁ ଉତ୍ତରରେ, ଯାହାଟି 2ଟି ଅଙ୍ଗରକା ଅଛି, ସେ ଯାହାର ନାହିଁ ତାହାକୁ ଗୋଟେ ଦେଉ, ପୁଣି ଯାହାର ଖାଦ୍ୟ ଅଛି ସେ ସେହିପରି କରୁ। ମନ ପରିବର୍ତ୍ତନର ଏଟା ପ୍ରଥମ ଫଳ ଅଛି। ଆମେ କ'ଣ ଅଲଗା ଘରେ ପୁରା ଫୁଲ ହେଇକିରି ଆମମାନଙ୍କର ପୋଷାକ ବି ଥିବ, ଆମେ ବ୍ୟବହାର କରି ନ ପାରିବା ପରି ବି ହୁଏତ ଥାଇପାରେ, କିନ୍ତୁ ଏଠି କୁହନ୍ତି ଯଦି ଯାହାର 2ଟି ଅଛି, ସେ ଅନ୍ୟକୁ ଦେବାର ବିଷୟ। ଦେବାରେ ମଧ୍ୟ ଆମେମାନେ ପିଓର ହେବାର ରହିଅଛି। ଏଠି କୁହନ୍ତି କରଗ୍ରାହୀ ମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କ'ଣ କରିବା? ଏ କରଗ୍ରାହୀ ମାନେ ଆଉ ଯେଉଁମାନେ କି ଟ୍ୟାକ୍ସ ଆଦାୟ କରନ୍ତି, ସେମାନେ ଅଧିକ ଆଉ ଇସ୍ରାଏଲ ଲୋକମାନଙ୍କ ଠାରେ ଘୃଣିତ ଲୋକମାନେ ଅଟନ୍ତି। ସେମାନଙ୍କୁ ଲୋକମାନେ ଘୃଣା କରୁଥିଲେ। ସେମାନଙ୍କୁ କହିଲେ, ତୁମମାନଙ୍କ ନିମନ୍ତେ ଯାହା ନିରୂପିତ ତା ଅପେକ୍ଷା ଅଧିକ ଆଦାୟ କର ନାହିଁ। ସୈନ୍ୟମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କ'ଣ କରିବା? ଏଠି ଗଭର୍ଣ୍ଣମେଣ୍ଟ ଜବ୍ର ସବୁ ଦାୟିତ୍ୱକୁ ଆମେ ବୁଝୁଅଛୁ। କେବଳ ସୈନ୍ୟମାନେ ଏଠି ପଦ ଲେଖା ଅଛି। ଯିଏ ଯେଉଁଟା ବି ଚାକିରି କରୁନା କାହିଁକି, ସେମାନଙ୍କୁ କହିଲେ, ବଳରେ କି ଚଳରେ କାହାରି ଧନ ହରଣ କର ନାହିଁ। ଆଜି ଯଦି ଆମେମାନେ ଦେଖିବା, ସମାଜରେ ଖାଲି ଲାଞ୍ଚ ଚାଲି ଅଛି। ବଳ ଅଛି
बलर कि छल अच्छी आम छल भी जो मैंने अथॉरिटी अच्छा जो मैंने जॉब रे अच्छा से कौन करते व्यवहार करते किंतु जौन कहते बलरे कि छल कार धन हरण कर ना पुणी तुम्हें मैंने वेतन संतुष्ट हो जिते भी दरमा तुम मानकर रही से संतुष्ट हुओ बोली लोके हरण करती लोके अपेक्षार जे एठे तलपद अलग विषय लिखा अच्छी बप्तिस्म संबंध विषय लिखा अच्छे आम से तलपद अध्ययन करवा ना आम पुनश्च से 13 पद को जीवा आ जोटा जौन प्रचार करिसेंती प्रभु जीशु मध्य से सेम विषय को कौन करती प्रकाश करती प्रभु सेम विषय को कौन करती आम मान को चेतना देवाक चाहती जदि आम मैंने ए दिन मान मध्य परिवर्तित जीवन काटवा ना तेरे कौन बोले आम अध्ययन करूँ गछ गुड़िकर एवं सुधा कुराड़ी लगी अच्छी जो गछ फल फल फले ना ताकू हाणिकी निआरे पका जीव बोले कि बाइबल आम मान को प्रकाश करे एटे आम को ए दृष्टांत यह शिक्षा दिए कि जनकर द्राक्षा क्षेत्र में गोटे डिमिरी गछ लग जाई जनकर द्राक्षा क्षेत्र तो प्रभुंकर क्षेत्र में गोटे गछ लग जाई से गछ गुड़िक आंबे माने अटू जे जनक अर्थ से त्राणकर्ता प्रभु को आमे क्षेत्र रे बा प्रभु को सानिध्य मध्य को बा प्रभुंकर राज्य को जीवाई हेले आमे माने पाप को क्रोध को ईर्षा को अक्षमा को एमती कि जाकि स्वभाव गुड़िक रही ए स्वभाव गुड़िक नहीं कि आमे जाई परिबा नहीं बा तांको गार्डन रे आमे माने रही परिबा नहीं जदि आपण माने स्मरण करिवे इमिडिएटली आपण माने जानि परिबे एदन उद्यान परमेश्वरंकर जो स्थान थिला सेठे पाप जेते बेले गला से माने से स्थान रे रही परिले नहीं परमेश्वर स्वयं से मानको कोन कले विताड़ित कर पापर सहित प्रभु केबे भी सालिसर सहित रहिबे नहीं एति प्रति सावधान मोर प्रिय लोक माने जदि आमे ए दिन मानक मध्य अधिक तो अधिक सचेतन जीवन काटिबा नहीं जागृतिर जीवन काटिबा नहीं आदर्शर जीवन काटिबा नहीं प्रेमर जीवन काटिबा नहीं तेबे आंबे माने मध्य अफलंत डिमिरी वृक्ष सदृश अठु एटे प्रभु 3 वर्षर समय प्रदान करिसेंती आज आंब मान को काकु तो वर्षे काकु तो 5 वर्ष काकु तो 2 वर्ष ए प्रकार समय दिया जाई अछि आमे आज परिवर्तित हेबार रही संपूर्ण परिवर्तन जीवन काटिबार रही अछि जदि आमे संपूर्ण परिवर्तन जीवन काटिबा नाही तेबे आंब मानक पई मध्य विनष्ट हेबार रही अछि जदि आपण माने गोटे अध्ययन करिवे माथ्यू पुस्तक 21:43 कठिन शब्द व्यवहार करके प्रभु जीशु स्थान मध्य कथा कहते ए पद जिते मु अध्ययन करे ए पद मोर हृदय को विधीर्ण करता कौन बोल लेखा अच्छी एणे मु तुम मान को कहूँगी ईश्वर राज्य तुम मान काढ़ी नियाजिब पुणी जो जाति से फल फल ताहाकु दियाजिब ए पद जदि आम अध्ययन करुछु आम प्रभु को से पराक्रम एवं प्रभुंकर से कठोर विचार को आम कौन करने पड़ो कठोर विचार न से न्यायवान विचार करता परमेश्वर अटंती एणु प्रभु स्वयं कहती ईश्वर राज्य को तुम मान काढ़ी नियाजिब कौन पाई नियाजिब जदि तुम्हें माने फल फल नहीं उपयुक्त फल जदि तुम्हें माने पड़ो नहीं तेबे तुम मान मो ईश्वर राज्य को काढ़ी नहीं जीवी बोले प्रभुंकर वाक्य कहे जेकोसी जाति रही था जेकोसी भाषा रही था से सान ही था बड़ ही था धनी ही था गरीब था स्वाधीन ही था पराधीन ही था जो जाति भी फल फल ताहाकु दियाजिब ईश्वर राज्य दियाजिब ईश्वर राज्य को देवाई प्रभु कौन करिसेंती आम मान को प्रतिज्ञा करिसेंती राज्य में प्रवेश करने हेले फलवंत जीवन काटिबा आम मानकर निहाती जरूरी अटे पुनश्च प्रकाशित पुस्तक 2:3 प्रकाशित पुस्तक 3:2-3 कारण आमे तुमर प्रभु को आम ईश्वर को छामुरे सिद्ध बोले देखिलो
ତେଣୁ କି ପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ ତାହା ସ୍ମରଣ କରି ପାଳନ କର ଓ ମନ ପରିବର୍ତ୍ତନ କର। ଯଦି ଜାଗ୍ରତ ନ ହୁଅ ତାହେଲେ ଆମେ ଚୋର ପାଇ ଆସିବୁ, ଆଉ ଯେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ ତାହା ତୁମେ କୌଣସି ପ୍ରକାରେ ଜାଣିବ ନାହିଁ। 3 ବର୍ଷର ସେ ସ୍ଥାନ ମଧ୍ୟରେ ସମୟର ମେନସନ୍ ରହିଅଛି, କିନ୍ତୁ କେଉଁ ସମୟରେ ପ୍ରଭୁ ଆସିବେ ତାହା କେହି ବି ଜାଣନ୍ତି ନାହିଁ। ଏଠି ଚୋରର ଶବ୍ଦକୁ ପ୍ରଭୁ ବ୍ୟବହାର କରିଛନ୍ତି କ'ଣ ପାଇଁ? ଚୋର କେତେବେଳେ ଗୋଟେ ଘରକୁ ଯାଇକି ଚୋରି କରିବ ସେ କେବେ କାହାକୁ କହିବ ନାହିଁ। ଏତେ ଜାଗ୍ରତରେ ଜଣେ ଯାଇକି ଚୋର କରିଥାଏ କି କେହି ସୁଦ୍ଧା ସେ ଚୋରକୁ ଆଉ ଦେଖନ୍ତି ନାହିଁ। ସେମିତି ପ୍ରଭୁ ଏଠି ଚୋର ସେ ସ୍ୱୟଂ ତ୍ରାଣକର୍ତ୍ତା ହେଲେ ସୁଦ୍ଧା ସେ ଚୋରର କାର୍ଯ୍ୟକୁ ଏଠି ବ୍ୟବହାର କରିଛନ୍ତି। ଜାଗ୍ରତ ହେଇଥା, ମୁଁ ଚୋର ପରି ଆସିକି ତୁମମାନଙ୍କ ଉପରେ ପଡ଼ିବି। ଯେ ପରିବର୍ତ୍ତିତ ହୋଇଅଛି, ଯେ ସମ୍ପୂର୍ଣ୍ଣ ପବିତ୍ର ପ୍ରଭୁଙ୍କର ଅନୁଗାମୀର ଜୀବନ କାଟିଅଛି ତା ପ୍ରତି ଆନନ୍ଦଦାୟକ, ଯିଏକି ଅଫଳନ୍ତ ଜୀବନ କାଟିଅଛି, ଯିଏକି ବାକ୍ୟ ଶୁଣୁ ଶୁଣୁ ମଧ୍ୟ ନିଜକୁ ଅପରିବର୍ତ୍ତିତ କରିଅଛି, ତା ପାଇଁ ହାୟ ଦଣ୍ଡର ସମୟ ଅଟେ। ଏଠି ପ୍ରଭୁଙ୍କର ବାକ୍ୟ କୁହେ ଜାଗ୍ରତ ହୁଅ, ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷୟ ସବୁକୁ ସବଳ କର। ଆଉ ଆଗାମୀ ଆମମାନଙ୍କର, ମୋର ବୟସ ଆଗାମୀ ଆଉ କେତେ ରହିଛି ମୁଁ ଜାଣି ନାହିଁ। ଲୁପ୍ତ ହେଇକି ମୋର କେତେ ଗଲାଣି, ଲୁପ୍ତ ହେଲା କେତେ, ମୋର ଏବେ ହେଲା 31। ସେ ସମୟକୁ ମୁଁ ଯେତେ ଖୋଜିଲେ ବି ପାଇବି କି? ମୋର ବୟସ, ମୋର ଏଜ୍ ହେଉଛି 31 ବର୍ଷ। ସେ 31 ବର୍ଷ ମୋର ଯେଉଁ ବର୍ଷକୁ ମୁଁ ଅତିବାହିତ କରିଅଛି ସେ ବର୍ଷକୁ ମୁଁ ଚେଷ୍ଟା କଲେ ବି ପାଇପାରିବି କି? ନୁହେଁ। କ'ଣ ପାଇଁ ପାଇପାରିବି ନାହିଁ? ସେ ସମୟକୁ ମୁଁ ବ୍ୟୟ କରିକି ବା ସେ ସମୟକୁ ମୁଁ ଅତିବାହିତ କରିକି ଆସି ଅଛି। ପ୍ରଭୁଙ୍କର ବାକ୍ୟ କୁହେ ଜାଗ୍ରତ, ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷୟ ସବୁକୁ, ଯେଉଁଟାକି ମୋ ପାଇଁ ଆଗକୁ ଅଛି ସେଥିରେ ମୁଁ ଜାଗ୍ରତ ହେବାର ରହିଅଛି। ଯଦି ମୁଁ ଜାଗ୍ରତ ହେବି ନାହିଁ ତେବେ ମୋ ପ୍ରତି ବିପଦ ରହିଅଛି। ଆମେ ଯଦି ନିରାପଦ ମନେ କରିବା, ବିଶ୍ରାମ ମନେ କରିବା, ଆମୋଦ ମନେ କରିବା, ତେବେ ଆମମାନଙ୍କ ପ୍ରତି ବିପଦ ରହିଅଛି। ଆମେ ଯେଉଁ ଶିକ୍ଷା ଶୁଣୁଅଛୁ ଆମେ ଶିକ୍ଷାକୁ ଗ୍ରହଣ କରିକି କାର୍ଯ୍ୟକାରିତା କରିବାର ରହିଅଛି, ପାଳନ କରିବାର ରହିଅଛି। ତ ପ୍ରଭୁ ନିତାନ୍ତ ଭାବରେ ଆମମାନଙ୍କୁ ତାହାଙ୍କ ରାଜ୍ୟରେ ପ୍ରବେଶ କରାଇବେ। ବିଗତ ସଣ୍ଡେ ଦିନ ମୁଁ ପ୍ରଚାର କରିଥିଲି ତାଙ୍କ ରାଜ୍ୟ କି ପ୍ରକାର ଅଟେ। ମନୁଷ୍ୟ ଭାବନା ଠାରୁ ଅତିରିକ୍ତ ମହତ ତାହାଙ୍କର ରାଜ୍ୟ ଅଟେ। ଆମେ କେବଳ ମୋବାଇଲରେ ଆଉ ସେଟା କେମିତି ତିଆରି କରନ୍ତି ସେମାନଙ୍କୁ ଏକା ଜଣା ନାହିଁ କି ଏଆଇରେ ହଉ କି ଯେମିତି ବି ହଉ, ଆମେ ସେଟା ଦେଖିକିରି ପୁରା ଇମୋସନାଲ ହେଉଛୁ କେତେ ସୁନ୍ଦର ହେଇଥିବ ବୋଲିକି। କିନ୍ତୁ ପ୍ରକାଶିତ ପୁସ୍ତକ ଯଦି ମୁଁ ସେଇଦିନ ଏକା ଅଧ୍ୟୟନ କରିଦେଇଥିଲି ଆପଣମାନଙ୍କ ସମ୍ମୁଖରେ। ଆଉ ପ୍ରକାଶିତ ପୁସ୍ତକ ଯଦି ଆମେ 21 ପଦ ଯଦି ଆମେ ମାନେ 18ରୁ 27 ପର୍ଯ୍ୟନ୍ତ ପାଠ କରୁଅଛୁ, ସେଠି ଆମେ ଈଶ୍ୱରଙ୍କର ରାଜ୍ୟ ନୂତନ ଜେରୁସାଲେମ ବିଷୟ ଆମେ ପାଇପାରୁଅଛୁ। ସେଟା କି ପ୍ରକାର କେବଳ ମଣିରେ ତିଆରି ହେଉଛି, ସେଥିରେ କୌଣସି ଅଶୁଚି ବିଷୟ ବା କୌଣସି ଘୃଣା କର୍ମକାରୀ ମିଥ୍ୟାଚାରୀ କେହି କଦାପି ପ୍ରବେଶ କରିବେ ନାହିଁ ବୋଲିକି ଲେଖା ଅଛି। ଆମମାନଙ୍କର ଭାବନା ଠାରୁ ଅତିରିକ୍ତ ଅଦ୍ଭୁତ ଭାବରେ ପ୍ରଭୁ କ'ଣ କରିଛନ୍ତି, ତିଆରି କରିଛନ୍ତି। ଜଷ୍ଟ ଆପଣମାନେ ଯଦି ଚିନ୍ତା କରିକି ଦେଖିବେ, ମାସ, ବର୍ଷ, ଋତୁ, ସପ୍ତାହ ଏ ଯାକ କେମିତି ପରିବର୍ତ୍ତିତ ହେଇଥାଏ, ଏ ଯାକ କେମିତି କ୍ରମାନୁଗତ ଅନୁଯାୟୀ ପରିଚାଳିତ ହୋଇଥାଏ, ତାଙ୍କର କାର୍ଯ୍ୟକୁ କି ପ୍ରକାର ସମାପନ କରିଥାନ୍ତି ଆମେ ଯଦି ଧ୍ୟାନ ଦେଲେ ଜାଣୁଛୁ। ଏଟା କିଏ ତିଆରି କରିଛନ୍ତି? ସେ ମୋହର ପ୍ରଭୁ, ଆପଣମାନଙ୍କର ପ୍ରଭୁ ତିଆରି କରିଛନ୍ତି। ସେ ଯେତେବେଳେ ଏ ସମସ୍ତ ପୃଥିବୀକୁ ଅଦ୍ଭୁତ ଭାବରେ ତିଆରି କରିଛନ୍ତି, ମାସ, ବର୍ଷ, ଋତୁ, ଆଉ କେବେ ବର୍ଷା ହେବ କେବେ ନ ହେବ ସବୁ ତାହାଙ୍କ ଜରିଆରେ ହିଁ ହେଉଅଛି। ସେ ପରମେଶ୍ୱର ଆମମାନଙ୍କ ପ୍ରତି ଆଜ୍ଞା କରନ୍ତି, ମୁଁ ତୁମମାନଙ୍କ ନିମନ୍ତେ ଏକ ରାଜ୍ୟ ବା ମୁଁ ତୁମମାନଙ୍କ ନିମନ୍ତେ ଏକ ରାଜ୍ୟ ତିଆରି କରିଅଛି। ତା କି ପ୍ରକାର ଅଦ୍ଭୁତ ନ ହେଇନଥିବ। ସେଠି ଆଲୋକର କୌଣସି ଆବଶ୍ୟକତା ନାହିଁ। ସେଠି ସ୍ୱୟଂ ପ୍ରଭୁ କ'ଣ ହେବେ? ଲୋକମାନଙ୍କ ନିମନ୍ତେ ଦୀପ୍ତିଦାୟକ ହେବେ ବୋଲି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ। ଯଦି ଆମେମାନେ ଏ ଦିନମାନଙ୍କ ମଧ୍ୟରେ ସେ ରାଜ୍ୟ ପ୍ରତି ଆସକ୍ତ ହେବା ନାହିଁ, କ'ଣ ବୋଲି ଲେଖା ଅଛି? ତାଙ୍କ ରାଜ୍ୟ ଓ ଧାର୍ମିକତା, ତାହାଙ୍କର ରାଜ୍ୟକୁ ଆମେମାନେ ଅନୁସନ୍ଧାନ କରିବା ପାଇଁ ପଡ଼ିବ, ଖୋଜିବା ପାଇଁ ପଡ଼ିବ। ତେବେ ହିଁ ଅଧିକ ତ ଅଧିକ ଆମେ ପ୍ରଭୁଙ୍କ କାର୍ଯ୍ୟରେ ବୃଦ୍ଧି ହେବା। ଏଠି ପ୍ରଭୁଙ୍କର ବାକ୍ୟ କୁହେ ଜାଗ୍ରତ ହୁଅ, ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଶେଷ ସବୁକୁ ସବଳ କର, କାରଣ ଆମ୍ଭେ ତୁମର କର୍ମ ସବୁକୁ ଆମ୍ଭର ଈଶ୍ୱରଙ୍କ ଛାମୁରେ ସିଦ୍ଧ ବୋଲି ଦେଖୁନାହିଁ। ପ୍ରଭୁ କୁହନ୍ତି ତୁମର ଯେ କର୍ମ ରହିଅଛି ତା ଈଶ୍ୱରଙ୍କ ଦୃଷ୍ଟିରେ ସିଦ୍ଧ ହେଉ,
ନାହିଁ। ଏଣୁ କି ପ୍ରକାର ଶିକ୍ଷା ପାଇଅଛ ସେ ଶିକ୍ଷାକୁ ଶ୍ରବଣ କରିଅଛ ତା ସ୍ମରଣ କରି ପାଳନ କର। କ'ଣ କର? ବାକ୍ୟ ଶୁଣିବା ହିଁ ଯଥେଷ୍ଟ ନୁହେଁ, ତା ସ୍ମରଣ କରିକି ମେଡିଟେସନ କରିକି ପାଳନ କରିବା ବିଷୟ ଆମମାନଙ୍କୁ କୁହେ। ମୁଁ ମଧ୍ୟ ଯାହା ବି ମୋ ଜୀବନରେ ବାକ୍ୟ ଶୁଣିଅଛି ତାହା ସ୍ମରଣ କରିବା ପାଇଁ ପଡ଼ିବ ଏବଂ ପାଳନ କରିବା ପାଇଁ ପଡ଼ିବ ବୋଲି ପ୍ରଭୁଙ୍କର ବାକ୍ୟ କୁହେ। ଓ ମନ ପରିବର୍ତ୍ତନ କର, ଯଦି ଜାଗ୍ରତ ନ ହୁଅ ତାହେଲେ ଆମ୍ଭେ ଚୋର ପରି ଆସିବୁ ବୋଲି ପ୍ରଭୁଙ୍କର ବାକ୍ୟ ଆମ୍ଭମାନଙ୍କୁ କୁହେ। ପ୍ରଭୁ କି ପ୍ରକାର ଆସିବେ? ଚୋର ପରି ଆସିବେ ବୋଲି ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ କୁହେ। ଏଥି ନିମନ୍ତେ ମୋର ପ୍ରିୟ ଲୋକମାନେ, ଯଦି ଆମେ ଜାଗ୍ରତ